ମୋର ପ୍ରିୟ ପିଲାମାନେ, ଆଶା କରିବି ସମସ୍ତେ ବହୁତ ହି ଭଲରେ ଥିବ ଏବଂ ଆପଣଙ୍କର ପରିବାରରେ ବି ପ୍ରାୟତଃ ସମସ୍ତେ ବହୁତ ହି ଭଲରେ ଥିବେ। ଫାଇନାଲି ଦେଖନ୍ତୁ, ଏସ୍ଏସ୍‌ବି ତରଫରୁ ଯୋଉ ଟିଜିଟି ଭ୍ୟାକେନ୍ସି ଆପଣଙ୍କର ଆସିବାର ଥିଲା, ଆଜି ଆପଣଙ୍କର ଡାଇରେକ୍ଟୋରେଟ୍ ଅଫ୍ ସେକେଣ୍ଡାରୀ ଏଜୁକେସନ୍ ବା ଡିଏସ୍ସି ଓଡ଼ିଶା ତରଫରୁ ଏହା ଅଲରେଡି ଆପଣଙ୍କର ସ୍କୁଲ ଆଣ୍ଡ ମାସ୍ ଏଜୁକେସନ୍ ଡିପାର୍ଟମେଣ୍ଟକୁ ପଠାଇ ଦିଆଯାଇଛି। କୋଉଥିପାଇଁ ନା ସର୍ବମୋଟ କେତୋଟି ଆପଣଙ୍କର ଭ୍ୟାକେନ୍ସି ଆପଣଙ୍କର ଆସିବ ଏବଂ କାହାକୁ ଆପଣଙ୍କର ଏକ୍ସକ୍ଲୁଡ କରାଯିବ ତା ସମ୍ପର୍କରେ। ତ ଫାଇନାଲି ଦେଖନ୍ତୁ, ଡେଟ୍ ଆଜିର ଆପଣ ଦେଖିପାରୁଛନ୍ତି 4 ଅଗଷ୍ଟର ଅଟେ। ନୋଟିସ୍ ନମ୍ବର ଆପଣ ଦେଖିପାରୁଛନ୍ତି। ତ ଲାଇକ୍ ଆଉ ସେୟାର କରିକି ସମସ୍ତଙ୍କୁ ଆପଣ ଜଣେଇଦେବେ, କାହିଁକି ନା ଭ୍ୟାକେନ୍ସି ଆପଣଙ୍କର ଫାଇନାଲି ଆସିଗଲା ଏବଂ ଚ୍ୟାନେଲକୁ ନୂଆ ଅଛନ୍ତି ଦେନ୍ ଏବେ ହିଁ ସବସ୍କ୍ରାଇବ କରିକି ଅଲ୍ ନୋଟିଫିକେସନକୁ ବି ଆପଣ ଅନ୍ କରିଦେବେ। ଏବଂ ଯଦି ଆପଣ ଟିଜିଟି ଆର୍ଟ୍ସ ଆପଣଙ୍କର ପରୀକ୍ଷା ଦେବେ, ତ ବେଚ୍ ଆପଣଙ୍କର ଆଜି ପାଖରୁ ହିଁ ଆରମ୍ଭ ହେଇଛି। ଏବେ ହିଁ ଆପଣ ପ୍ଲେ ଷ୍ଟୋରକୁ ଯାଇକି ଲକ୍ଷ୍ମୀଧର ସାର୍ ଅଫିସିଆଲ ଆପ୍ଲିକେସନକୁ ଇନଷ୍ଟଲ କରିଦିଅନ୍ତୁ, ଯୋଉଦ୍ୱାରା କି ବହୁତ ଇଜିଲି କ୍ୱାଲିଫାଇ ଆପଣ କରିପାରିବେ। ଏବଂ ଜୁନିୟର ଟିଚର ପାଇଁ ମଧ୍ୟ ଆପଣଙ୍କର ଅଲରେଡି ବେଚ୍ ଆପଣଙ୍କର ଆରମ୍ଭ ହେଇଯାଇଛି। ବନ୍ଧୁଗଣ ଦେଖନ୍ତୁ, ୟାର ଦେଖନ୍ତୁ ଡାଇରେକ୍ଟଲି ମୁଁ ଆପଣଙ୍କୁ ପଏଣ୍ଟ ଟୁ ପଏଣ୍ଟ ନୋଟିଫିକେସନ ସମ୍ପର୍କରେ କହିବା ପାଇଁ ଚାହୁଁଛି। ଦେଖନ୍ତୁ, ସର୍ବମୋଟ 2823ଟି ଆପଣଙ୍କର ଭ୍ୟାକେନ୍ସି ଆସିବାର ଥିଲା, କିନ୍ତୁ ଏଇଥିରେ ଏଇ ଦୁଇଟାକୁ ଏକ୍ସକ୍ଲୁଡ କରିବା ପାଇଁ କୁହାଯାଇଛି। ଯୋଉ ମାଇନରିଟି ମ୍ୟାନେଜଡ ହାଇସ୍କୁଲଟାକୁ 170, ଆଉ ଯୋଉ ଏଇଟା ଉର୍ଦ୍ଦୁ ଟିଚର କୋର୍ଟ ପାଇଁ ଆପଣଙ୍କର ଯେହେତୁ କୋର୍ଟ ଅର୍ଡର ପାଇଁ ଗୋଟେ ଆପଣଙ୍କର ଏକ୍ସକ୍ଲୁଡ କରିବା ପାଇଁ କୁହାଯାଇଛି। ତ ସର୍ବମୋଟ 1652ଟି ଆପଣଙ୍କର ପୋଷ୍ଟ ପାଇଁ ରିକ୍ୱେସନ ଆପଣଙ୍କର ଏସ୍ଏମ୍ଇ ବର୍ତ୍ତମାନ ଦେବ। ଏବଂ ୟାର ଦେଖନ୍ତୁ ଗୋଟେ ହିଁ ଆପଣଙ୍କର ପରୀକ୍ଷା ହବ। ସବୁଠୁ ବେଷ୍ଟ ପଏଣ୍ଟ ଏଇଆ, ଗୋଟେ ମାତ୍ର ପରୀକ୍ଷା ଅଫଲାଇନ ମୋଡରେ ଆପଣଙ୍କର ପରୀକ୍ଷା ହବ ଏବଂ ପରୀକ୍ଷାରେ କ୍ୱାଲିଫାଇ କଲା ମାତ୍ରେ ଆପଣ ଚାକିରି ପାଇଯିବେ। ଆଉ ଯାହା ବି ଆପଣଙ୍କର କ୍ୱେଶ୍ଚେନ୍ ପଡେ ସବୁଗୁଡା ଏନସିଆରଟି ରୁ ଆପଣଙ୍କର ପଡେ ଏବଂ ବିଏଡ ର ପ୍ରିଭିୟସ ଇୟର ଆପଣଙ୍କର ପଡେ। ତ ଦେଖି ଦିଅନ୍ତୁ କୋଉଠୁ ଆପଣଙ୍କର କେତେ ଲେଖାଏଁ ଆପଣଙ୍କର ପଦବୀ ଆସିବା ପାଇଁ ଯାଉଛି। ଦେଖି ଦିଅନ୍ତୁ, ଆର୍ଟ୍ସ ପାଇଁ ଆପଣଙ୍କର 400, ଦେଖି ଦିଅନ୍ତୁ ଭଲସେ ହେଲା, ଏଇଟା ଭ୍ୟାକେନ୍ସି ଇନ୍ ପଜିସନ ହେଲା। ଆର୍ଟ୍ସ ପାଇଁ ଆପଣଙ୍କର 486, ପିସିଏମ୍ 271, ସିବିଜେଡ୍ 239, ହିନ୍ଦୀ 243, ସଂସ୍କୃତ 312, ପିଇଟି 269 ଆପଣଙ୍କର। ଠିକ ଅଛି, ଜାଣିଗଲେ। ଆଉ ଉର୍ଦ୍ଦୁ ଆପଣଙ୍କର 3ଟା। ତ ସର୍ବମୋଟ ପଦବୀ ଆପଣଙ୍କର ହଉଛି ଏତିକି। ଠିକ ଅଛି, ଜାଣିଗଲେ। ତ ଏବେ ଆପଣ ମାନେ କାଇଣ୍ଡଲି ପଢା ଆରମ୍ଭ କରନ୍ତୁ। ଆପଣ ମାନେ କହିବେ ସାର୍ ଆପ୍ଲାଏ କେବେ ହବ? ଦେଖନ୍ତୁ, ଏଲଟିଆର ପୁରାପୁରି କମ୍ପ୍ଲିଟ ହେଲା ପରେ ଯାଇକି ୟାର ଅନଲାଇନ ଆପ୍ଲାଏ ପ୍ରାୟତଃ ଆରମ୍ଭ ହବ, କିମ୍ବା ତା ପୂର୍ବରୁ ବି ଆପଣଙ୍କର ହେଇପାରେ। ଦରମା କେତେ ମିଳିବ? ସେମ୍ ହାଇସ୍କୁଲ ଟିଚର ଯାହା ଦରମା, ୟାର ମଧ୍ୟ ସେମ୍ ଦରମା ଆପଣଙ୍କର ଅଟେ। ଠିକ ଅଛି, ଜାଣିଗଲେ। ବିଲକୁଲ। ଏବଂ ଆପଣଙ୍କୁ ପ୍ରିଭିୟସ ଇୟର କ୍ୱେଶ୍ଚେନ୍ ଦରକାର କିମ୍ବା ସିଲାବସ୍ ୱାଇଜ ମାର୍କ ଡିଷ୍ଟ୍ରିବ୍ୟୁସନ ଦରକାର, ଓଡ଼ିଶାର ସବୁଠାରୁ ବଡ଼ ଟେଲିଗ୍ରାମ ଗ୍ରୁପ ରହିଛି ଆମର, ଓଡ଼ିଶା ଟିଚର ଆସୋସିଏସନ, ଯୋଉ ଗ୍ରୁପରେ 2,17,000ରୁ ଅଧିକ ପିଲା ଅଛନ୍ତି। ଆପଣ ସେଇ ଗ୍ରୁପରେ ଜଏନ୍ ହେବେ। ଯେମିତି ଜଏନ୍ ହେବେ ଟିକେ ସ୍କ୍ରୋଲ ଡାଉନ୍ ଆପଣ କରିବେ, ଏଠି ଫାଇଲ୍ସରେ ଖାଲି ଲେଖିଦେବେ ଆପଣ ଏସ୍ଏସ୍ବି, ଯେମିତି ଲେଖିଦେବେ ଦେଖନ୍ତୁ ଆପଣଙ୍କର ଏସ୍ଏସ୍ବି ଟିଜିଟିର ମାର୍କ ଡିଷ୍ଟ୍ରିବ୍ୟୁସନ, ରିକ୍ରୁଟମେଣ୍ଟ, ଏକ୍ସାମ ଡେଟ୍, ଏନ୍ସର କି, ସିଲେକ୍ସନ ଲିଷ୍ଟ, ପିସିଏମ୍, ସିବିଜେଡ୍, ଆର୍ଟ୍ସ ସବୁର ପ୍ରିଭିୟସ ଇୟର କ୍ୱେଶ୍ଚେନ୍ ଏ ଟୁ ଜେଡ୍ ଆପଣ ସବୁ ଜିନିଷ ଆପଣ ପାଇଯିବେ। ଏହା ହଉଛି ଆପଣ ଦେଖିପାରୁଛନ୍ତି ମାର୍କ ଡିଷ୍ଟ୍ରିବ୍ୟୁସନ, କେତେ ଲେଖାଏଁ ଆପଣଙ୍କର ମାର୍କ ପଡିବ କୋଉଠୁ କେତେ। ଦେଖି ଦିଅନ୍ତୁ, ଯେମିତି ଆର୍ଟ୍ସରେ ସିଡିପି 24ଟା କ୍ୱେଶ୍ଚେନ୍, ହିଷ୍ଟ୍ରି 13ଟା, ପଲିଟିକାଲ ସାଇନ୍ସ ଆପଣଙ୍କର 12ଟି, ଜିଓଗ୍ରାଫି 13ଟି, ଇକୋନୋମିକ୍ସ 12ଟି, ଇଂରାଜୀ 13, ଓଡ଼ିଆ ଆପଣଙ୍କର 13। ବାକି ମଧ୍ୟ ଆପଣ ଦେଖିଦେଇ ପାରନ୍ତି କୋଉଠୁ ଆପଣଙ୍କର କେତେ ଲେଖାଏଁ ଆପଣଙ୍କର ପଡିବ। ଭିଡିଓକୁ ପଜ କରିକି ଗୋଟିଏ ମାତ୍ର ପରୀକ୍ଷା ଅଫଲାଇନ ମୋଡରେ ପରୀକ୍ଷା ହବ। ଏସ୍ଏସ୍ବି ଓଡ଼ିଶା ଆପଣଙ୍କର ପରୀକ୍ଷା କରାଇଥାଏ, କିନ୍ତୁ ୟାର ଗୋଟେ ଡ୍ରବ୍ୟାକ୍ ହଉଛି ଏଇଆ, ମାନେ ମାନେ କଟ୍ ଅଫ୍ ମାର୍କ ଲିଷ୍ଟ କରନ୍ତି ନାହିଁ। ମାନେ ଯେମିତି ବିଏସସି ଓଡ଼ିଶା ସେମ୍ ଆପଣଙ୍କର ଏସ୍ଏସ୍ବି ଓଡ଼ିଶା ମଧ୍ୟ ବହୁତ ହି ଡେଞ୍ଜର। ଠିକ ଅଛି, ଥ୍ୟାଙ୍କ ୟୁ, ଜୟ ଜଗନ୍ନାଥ, ଧନ୍ୟବାଦ, ଥ୍ୟାଙ୍କ ୟୁ।